ସୁଦଶା ବ୍ରତର ବ୍ରତଟି ଆମେ କେଉଁଠି ପିନ୍ଧିବା? ଦେଖନ୍ତୁ, ବିଧି ଅନୁସାରେ ପୌରାଣିକ ମତ ଅନୁସାରେ ବ୍ରତଟି ସବୁବେଳେ ଡାହାଣ ହାତର ବାହୁବନ୍ଧରେ, ଠିକ୍ ଅଛି, ଡାହାଣ ହାତର ବାହୁବନ୍ଧରେ ସୁଦଶା ବ୍ରତଟି ପିନ୍ଧାଯାଏ। କିନ୍ତୁ ଆଜିକାଲି ବହୁତ ମହିଳାମାନେ କ'ଣ କରୁଛନ୍ତି, ଯୋଉଠି ଆପଣ ଚୁଡ଼ି ପିନ୍ଧୁଛନ୍ତି ମାନେ ହାତ ମୂଳରେ, ତ ସେଠି ବାନ୍ଧୁଛନ୍ତି। ଦେଖନ୍ତୁ, ସେଠି ବାନ୍ଧିବା ବିଲକୁଲ ବି ଠିକ୍ ନୁହେଁ, କାରଣ ସେଠି ଆପଣ ବାନ୍ଧିବା ଦ୍ୱାରା ଆପଣ ପ୍ରତିଦିନ ଯାହା ବି କାମ କରୁଛନ୍ତି, ତ ତାର ଅଇଁଠା ପାଣି କି ଅପରିଷ୍କାର ପାଣି ଆପଣଙ୍କର ସେଇ ବ୍ରତ ଉପରେ ପଡ଼ୁଛି, ଯାହା ଦ୍ୱାରା ଆପଣଙ୍କ ବ୍ରତର ପବିତ୍ରତା ନଷ୍ଟ ହେଇଯାଉଛି, ମାନେ ବ୍ରତଟି ମାରା ହେଇଯାଉଛି। ତେଣୁକରି ବ୍ରତଟି ହାତ ମୂଳରେ ନ ପିନ୍ଧି ତାକୁ ସବୁବେଳେ ଆପଣଙ୍କ ଡାହାଣ ହାତର ବାହୁବନ୍ଧରେ ପିନ୍ଧନ୍ତୁ, ବାହୁରେ ପିନ୍ଧନ୍ତୁ। ସେମିତି ପିନ୍ଧିବା ହିଁ ତାର ନିୟମ ରହିଛି। ଆଶା କରୁଛି ସେଇ ନିୟମଟି ଆପଣ ପାଳନ କରିବେ।